ହଇଓ ଆଜି କଣ ରୋଷେଇ କରିବା? ରୋଷେଇ ଶ୍ରାବଣ ସରିଲାଣି ମାଛ କରିଦଉନ ଭଲ ହବ। ମାଛ ମାଛ ଆଣ ତାକୁ କାଟ ତାକୁ ଭାଜ ଏ ଆଇଁଷ ଫାଇଁଷ ହବ କିଏ କୁହନା କରିବ ସେଗୁଡାକ। ତାହେଲେ ଗୋଟେ କାମ କରୁନ ପନିର କରିଦଉନ ସାଧା ଭଲ ହବ କିଛି ଅସୁବିଧା ନାହିଁ ଭାରି ବଢିଆ। ପନିର ପନିର ଆଉ ଲୋକ ଖାଉଛନ୍ତି ନା କୋଲେଷ୍ଟ୍ରୋଲ ବଢୁଛି। ତାପରେ ଆଜିକାଲି ମାର୍କେଟ ରେ ସବୁ ଡୁପ୍ଲିକେଟ ପନିର ଗୁଡା ଦଉଛନ୍ତି ପୁରା। ତାହେଲେ ଗୋଟେ କାମ କରୁନ ଛତୁ କରିଦିଅ ମସରୁମ ଭାରି ବଢିଆ ଆଇଁଷ ବି ନାହିଁ ଡୁପ୍ଲିକେଟ ବି ନାହିଁ ବଢିଆ ହବ ଖାଇଦବା ବହୁତ ଦିନ ମସରୁମ ବି ଖାଇନେ। ମସରୁମ ସିଏ ବି ସେଇ ଧନ୍ଦା ଆଣ ତାକୁ ଧୁ ତାକୁ ଚୁପୁଡୁ ତାକୁ ହଳଦୀ ପାଣିର ପକା ପୁଣି ପାଣି ଫଟ ଫଟ ହେଇକି ବାହାରିବ ହଳଦୀ ଲୁଣ ପକା ସେ ଧନ୍ଦା ମୋ ଦେଇ ହଉନି। ତମେ ଗୋଟେ ଏମିତି ଗୋଟେ ରେସିପି କହୁନ କାଟିଦେମି ବାଢିଦେମି ସାଙ୍ଗେ ସାଙ୍ଗେ ହେଇଯିବ। ତ ଗୋଟେ କାମ କର ପରିବା ସବୁ କାଟିଦିଅ ହଳଦୀ ଲୁଣ ଆଉ ପାଣି ଟିକେ ନେଇ ଆସ ମସଲା ଦେଇଦବ ମୁଁ ତାକୁ ସବୁ ଏକାଥରେ ଖାଇଦେବି ଗ୍ୟାସ ସହିତ ବସି ପଡିବି ଭାରି ବଢିଆ ହବ ତମର କିଛି କରିବା ପାଇଁ ପଡିବନି ସାଙ୍ଗେ ସାଙ୍ଗେ ହେଇଯିବ। ବଢିଆ ବୁଦ୍ଧିରେ ଦେଲ ଏଇଠି ଥାଉ ମୁଁ ସାଙ୍ଗେ ସାଙ୍ଗେ ଆସୁଛି। ଏଇ ଶଳା ଆଜିକାଲି 5G ମାଇପଡା କୋଉ କର୍ମକୁ ନୁହେଁ ଖାଲି କଥା ବଳ କାମ ନାହିଁ।